ହଁ ବର୍ତ୍ତମାନ ପଚାରିବେ କିଛି ମନା ନାହିଁ। ହ୍ୟାଲୋ। ହଁ ଏଇନି କହିବି ତ? ହଁ। ଆଜ୍ଞା, ମୁଁ ଗୋଟେ ଗୀତଟେ ଲେଖିଥିଲି। ହୁଁ ଆ, ତୋ ମନ୍ଦିରର ହୁଁ ରୁଦ୍ଧ କୋଠରୀରେ ହୁଁ ଶୁଦ୍ଧ ଚନ୍ଦନର ମହକ, ହଁ ମୋ ମାଟି ଦେହର ହୁଁ ରୁଦ୍ଧ କୋଠରୀରେ କାମ କାମନାର ଦୁର୍ଗନ୍ଧ। ହଁ ଏମିତି ହେଲା କେମିତି ହୁଁ କହ କହ ମୋ ଚକା ଆଖି, ହୁଁ ତୁହି ଠାଉଁ ଠାଉଁ ହୁଁ ମୋ ଦେହ ମନ୍ଦିରେ ହୁଁ ପାପ କେହ୍ନେ ଗଲା ପଶି ମୋ ଚକା ଆଖି। ହୁଁ ମୋ ମାଟି ଦୀପରେ ହୁଁ ଜଳୁଅଛି ପରା ହୁଁ ଅଖଣ୍ଡ ତ ମହାଜ୍ୟୋତି। ଇଏ ମୋ ଅଖଣ୍ଡ ତ ମହା। ଅନ୍ତରରେ ଭଗବାନ ଠାଉଁ ଠାଉଁ ହୁଁ ପାପଟା କେମିତି ପଶିଯାଉଛି। ହୁଁ ହୁଁ ଏଇଟା ମଧ୍ୟ ଆମର ଗୀତାରେ ଅଛି। ହୁଁ ଅର୍ଜୁନ ଯୋଉ ପଚାରିଥିଲେ ଭଗବାନଙ୍କୁ, ହୁଁ ଅଥ କେନ ପ୍ରଦୁକ୍ତାୟମ୍ ପାପಂ ଚରତି ପୁରୁଷ ହୁଁ ତିନିଟା ସଚିତା। ହୁଁ ଟିକେ କହିବେ କି? କୋଉ କଥାଟା? କଣ କହିଲେ? କଣ କହିବି କୁହ? କହିବା କଥା, ମୋ ଦେହରେ ଯେତେବେଳେ ଭଗବାନ ସ୍ଵୟଂ ଅବସ୍ଥାନ କରିଛନ୍ତି, ହୁଁ ମୋ ଭିତରକୁ ସେଇ ଅସତ ଚିନ୍ତା ଗୁଡା ପ୍ରବେଶ କରୁଛି କେମିତି? ଓହୋ, ମୋ ଭିତରେ ଭଗବାନ ଯଦିଓ ପ୍ରବେଶ କରିଛନ୍ତି, ହେଲା ହଁ କି ହଁ ଭଗବାନ କଣ କରୁଛନ୍ତି ନା ମନୋବୁଦ୍ଧି ଚିତ୍ତ ଅହଙ୍କାର ନାମକ 4ଟି ଇନ୍ଦ୍ରିୟ କ୍ଷମତାରେ ପରିଣତ ହେଇ ଚକ୍ଷୁ ଆଚ୍ଛା ହଁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମ ଇନ୍ଦ୍ରିୟ ମାନଙ୍କ ମେଳରେ ପଡିକିରି ସିଏ ହଁ ହଁ କୁପ୍ରକୃତି ମାନଙ୍କୁ ଆହରଣ କରୁଛନ୍ତି। ହଁ ଏଇ ଯୋଉ କୁପ୍ରକୃତି ମାନ ମୋ ଦେହରେ ସଞ୍ଚାରିତ ହଉଛି, ଜାଗୃତ ହଉଛି ଇନ୍ଦ୍ରିୟ ମାନ ବିଷୟ ମାନଙ୍କ ଦ୍ଵାରା, ହଁ ହଁ ସେଇ ପ୍ରକୃତି ଦ୍ଵାରା ମୋ ଶରୀରଟି କଣ ହଉଛି ନା ଦୁର୍ଗନ୍ଧମୟ ହଉଛି। ହଁ ଆ କିନ୍ତୁ ମୋ ଶରୀର ଭିତରେ ଯୋଉ ଈଶ୍ୱର ସର୍ବଭୂତାନାଂ ହୃଦୟ ହଁ ହଁ ଜୁନ ତିଷ୍ଠତି ହଁ ସାମୟ ହଁ ସର୍ବଭୂତାନି ଯନ୍ତ୍ରା ରୁଢାନି ମାୟା। ସେ ହଁ ହଁ ଯନ୍ତ୍ରରେ ହଁ ଆରୂଢ ହେଇକି ସମସ୍ତଙ୍କ ହୃଦୟରେ ସେ ରହିକି ସିଏ ହଁ ହଁ ନିଷ୍କ୍ରିୟ ନିର୍ଲେପ, ଏ ଦୁର୍ଗନ୍ଧମୟ ଶରୀର ସହିତ ତାଙ୍କର କିଛି ସମ୍ପର୍କ ନାହିଁ। ସେ ହଁ ନିରାଲମ୍ବ ପୁରୀରେ ରହିଛନ୍ତି। ମୁଁ ଗୋଟେ ହଁ ଉଦାହରଣ ଦଉଛି ଶୁଣ, ଯେ ଆଜ୍ଞା ଆକାଶରେ ସୂର୍ଯ୍ୟ ରହିଛି, ହଁ ସୂର୍ଯ୍ୟଙ୍କ ଦ୍ଵାରା ପୃଥିବୀର ସମସ୍ତ କ୍ରିୟା ପରିଚାଳିତ ହଉଛି। ହେଲେ ହଁ ସୂର୍ଯ୍ୟ ସହିତ ପୃଥିବୀର କର୍ମର କୌଣସି ସମ୍ପର୍କ ନାହିଁ। କିନ୍ତୁ ହୁଁ ସୂର୍ଯ୍ୟ ଦ୍ଵାରା ପୃଥିବୀର ସମସ୍ତ କାର୍ଯ୍ୟ ସମ୍ପାଦିତ ହଉଛି। ଠିକ ସେଇଭଳି ହୁଁ ଆତ୍ମା ସୂର୍ଯ୍ୟ ହୃଦୟରେ ଯୋଉ ରହିଛନ୍ତି, ହୁଁ ସିଏ ତାଙ୍କ ଦ୍ଵାରା ଶରୀରର ଦୁର୍ଗନ୍ଧମୟ ଶରୀର ଟା ପରିଚାଳିତ ହଉଛି। କିନ୍ତୁ ହୁଁ ଶରୀରର କୌଣସି ଦୁର୍ଗନ୍ଧ ପ୍ରକୃତି ତାଙ୍କୁ ପ୍ରଭାବିତ କରିପାରୁନା। ହଁ ଦ୍ୟାଟ୍ସ ରାଇଟ୍, ହଁ ଠିକ ଯେ ହଁ ସିଏ ତ ଆମ କୋଠେଇ ଜଗିଛନ୍ତି, ସେ ପଶୁଛି କେମିତି କାହିଁକି? କଣ ହେଲା? ଆମ ଶରୀର ତ ଭଗବାନ ଜାଗ୍ରତ ପ୍ରହରୀ। ହଁ ସିଏ ଦୁଷ୍ଟ ବୁଦ୍ଧିକୁ ନଷ୍ଟ କରି ହଁ ଆତ୍ମାକୁ ସୁପଥଗାମୀ କରିବା ପାଇଁ ସିଏ ଅଛନ୍ତି। ହୁଁ ଆଉ ଇଏ ପଶୁଛି କାହିଁକି କେମିତି ତାରି ଇନ୍ଦ୍ରିୟ ମାନଙ୍କ ଦ୍ଵାରା ଚକ୍ଷୁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମ ଏମାନେ ବାହାରର ବହି ଶତ୍ରୁ ମାନଙ୍କୁ ନେଇକି ଦେହ ଭିତରେ ପ୍ରବେଶ କରୁଛନ୍ତି। କରିବା ଦ୍ଵାରା ହଁ ସିଏ କରୁଛନ୍ତି କଣ ନା ସେ ପ୍ରକୃତିର ବଶବର୍ତ୍ତୀ ହେଇକି ଶରୀର ଭିତରେ ରହିଛନ୍ତି। କିନ୍ତୁ ପ୍ରକୃତି କି ହଁ ସେ ପ୍ରକୃତି କି ସେ କ୍ଷୟକ୍ଷତି ନକରି ସାକ୍ଷୀ ରୂପରେ କେବଳ ଦେଖୁଛନ୍ତି। ସେ ଦେଖୁଛନ୍ତି ହଁ ପ୍ରକୃତି ହଁ କଣ ହଁ କରୁଛି କରୁଥାଉ, ମୁଁ ଖାଲି ସାକ୍ଷୀ ରୂପରେ ଚାହିଁଛି ତାକୁ। ଆଚ୍ଛା, ସାକ୍ଷୀ ରୂପେ ଦେଖିବା ଦ୍ଵାରା କାହାର ଉନ୍ନତି ହଉଛି, କାହାର ତା ପରିଚୟ କଣ ହଉଛି? ହୁଁ ନାଇଁ, ସେ ଯୋଉ ଉନ୍ନତି ପର୍ଯ୍ୟବେକ୍ଷଣ ଏ ସବୁ ପ୍ରକୃତି ଦ୍ଵାରା ହୁଏ। ହଁ ହଁ ଆତ୍ମା ଦ୍ଵାରା ନୁହେଁ, ଆତ୍ମା ସମସ୍ତଙ୍କ ଦେହରେ ସମାନ। ସମାନ ହଁ ହଁ ଭାବରେ ହଁ ରହିଛନ୍ତି, କିନ୍ତୁ ହଁ ପ୍ରକୃତି ଦ୍ଵାରା ଆମେ ଉଚ୍ଚ ନିଚ ପ୍ରକୃତି କି ଧାରଣ କରିକିରି ଆମେ କହୁଛେ ଆମ ଶରୀର ଭେଦ ଭେଦ ଦୃଷ୍ଟିରେ ଭେଦଭାବ ସୃଷ୍ଟି ହଉଛି ଆଉ କଣ? ହଁ ହଁ ସେ ଏଇ ହଉଛି କଥା। ଭେଦଟାକୁ ସେ ଭେଦଟା ଆଉ ତାକୁ ସେ କାହିଁକି ବାରଣ କରୁନାହାନ୍ତି? ନାଇଁ, ସିଏ ବାରଣ, ତାଙ୍କର କଣ କାମନା ଅଛି? ସେ ବା ନିଷ୍କାମୀ। ଆଚ୍ଛା ତାଙ୍କର ଯଦି କାମନା ଥାନ୍ତା ସେ ବାରଣ କରନ୍ତେ, ତାଙ୍କର କିଛି କାମନା ନାହିଁ, ସିଏ କାହାକୁ ବାରଣ କରିବେନି। ହଁ ପ୍ରକୃତି କି ସେ ଆଶ୍ରୟ କରିକି ସେ ରହିଛନ୍ତି। ପୁରୁଷ ପ୍ରକୃତି ସ୍ଥୋ ହି ମୁକ୍ତ ହଁ ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଂଘର୍ଷ ସଦ ସଦ ଜନି ଜନ୍ମସୁ ବୋଲି ସେ ପ୍ରକୃତି ଭିତରେ ଥାଇକିରି ତାର ପ୍ରକୃତିର କ୍ରିୟା ଗୁଡିକୁ ତା ଗୁଣରୁ ବିଲୋପ ହେଇକରି ସେ ଖାଲି ଅନୁଭବ କରୁଛନ୍ତି। କିନ୍ତୁ ପ୍ରକୃତି ସହିତ ସେ ବିଲୋପ ଲାଗିକି ରହୁନାହାନ୍ତି। କିନ୍ତୁ ପ୍ରକୃତି କି ସେ ଚାଳକ, ସେ ଚାଳନା କରୁଛନ୍ତି, କିନ୍ତୁ ସିଏ କାହିଁ ବାରଣ କରିବେ?
ଯଦି ସେ ଚାଳକ ହେଲେ ପରିଣତିରେ ଭୋଗୁଛି କିଏ? ପରିଣତି କିଏ ତାର ଏକାଙ୍ଗ ପୁରୁଷ ନା। ପରିଣତି ପୁରୁଷ ଭୋଗୁ ନାହିଁ, ପ୍ରକୃତି ଭୋଗୁଛି। ହଁ ସେଇଟା ଆମ ସେ ଗୀତାରେ ଗୋଟେ ନାହିଁ, ପୁରୁଷ ଯୋଉ କାର୍ଯ୍ୟ କାରଣ କର୍ତ୍ତୃତ୍ୱେ ହେତୁ ପ୍ରକୃତି ହେତୁ ପ୍ରକୃତି ରୁଚ୍ୟତେ। ରୁଚ୍ୟତେ। ପୁରୁଷ ଆଉ ସୁଖ ଦୁଃଖ ନାହିଁ ହେତୁ ରୁଚ୍ୟତେ। ଏଇଟା ଦେଖୁନାହାନ୍ତି ଭୋଗ କରୁଛି ପୁରୁଷ କାହିଁକି? ପୁରୁଷ ସୁଖ ଦୁଃଖ ନାହିଁ ଭୋକ୍ତୃତ୍ୱ ହେତୁ। ସୁଖ ଦୁଃଖର ଭୋଗର ସିଏ ଖାଲି କାରଣ, ସିଏ ଭୋଗ କରନ୍ତି ନାହିଁ। ଭୋଗ ପ୍ରକୃତି କରେ, ପୁରୁଷ ଭୋଗ କରେ। ଯୋଉ କାରଣ ହେଲା ପ୍ରକୃତି, ଆଉ ଭୋକ୍ତା ହେଲା ପୁରୁଷ ନା। ପୁରୁଷ ଭୋକ୍ତା ମାନେ କଣ ତମେ ବୁଝୁଛ? ଭୋକ୍ତା ଅର୍ଥ କଣ ବୁଝୁଛ ତମେ? ସେ ଭୋଗ କରୁଛି। ନାଇଁ ଆଉ ନାଇଁ, ସିଏ ଖାଲି ସାକ୍ଷୀ ରୂପରେ, ଖାଲି ଦ୍ରଷ୍ଟା ରୂପରେ ରହିଛନ୍ତି। ଭୋଗ କରୁଛି କେବଳ ପ୍ରକୃତି। ନାଇଁ, ଏଇ ଯୋଉ ଶ୍ଲୋକଟି ଶ୍ଲୋକଟାକୁ ଭଲକି ପଢ। ଆଉ ଟିକେ ମନେ ପକାନ୍ତୁ ନା। ନାଇଁ, ତମେ ଶ୍ଲୋକଟା ପଢୁନା। କହୁଛି ଏଇଟା 9 ବୋଧେ 9 ନା 13। ଦେଖ ତମେ କୋଉଟା ଦେଖେ, ତମେ ତ ଯୋଉଟା କହୁଛ ତମେ କୁହ ମତେ। ଶ୍ଲୋକ ପଢ, ତାପରେ ମୁଁ କହିବି। କାର୍ଯ୍ୟ କରଣ କର୍ତ୍ତୃତ୍ୱେ ହେତୁ ପ୍ରକୃତି ରୁଚ୍ୟତେ। ପୁରୁଷ ସୁଖ ଦୁଃଖ ନାହିଁ ଭୋକ୍ତୃତ୍ୱ ହେତୁ ରୁଚ୍ୟତେ। ବାସ୍, ପୁରୁଷ ସୁଖ ଦୁଃଖ ନାହିଁ ଭୋକ୍ତୃତ୍ୱ ହେତୁ। ସେ ଭୋଗ କରୁନାହାନ୍ତି। ପୁରୁଷ ଦୁଃଖ ଦୁଃଖର ସେ କାରଣ ବୋଲିକି କୁହାଯାଉଛି। ସୁଖ ଦୁଃଖର ଶୁଣ, ପୁରୁଷ ସୁଖ ଦୁଃଖ ନାହିଁ ଭୋକ୍ତୃତ୍ୱେ ହେତୁ ରୁଚ୍ୟତେ। ସୁଖ ଦୁଃଖର ଭୋଗ କରିବାର ସେ କାରଣ ବୋଲିକି କୁହାଯାଏ। ସେ ନିଜେ ଭୋକ୍ତୃତ୍ୱ ନୁହନ୍ତି, ସେ ଭୋକ୍ତିର କାରଣ ସିଏ। ଆଚ୍ଛା, ତା ଉତ୍ତରଟା ଆଜ୍ଞା ଲେଖାଗଲା ଯେ କାର୍ଯ୍ୟକରଣ କର୍ତ୍ତୃତ୍ୱ ହେତୁ ପ୍ରକୃତି। ପ୍ରକୃତି କାର୍ଯ୍ୟ କାରଣ କର୍ତ୍ତାର ହେତୁ ଅଟନ୍ତି। ପ୍ରକୃତି କାର୍ଯ୍ୟ କାରଣ କର୍ତ୍ତା, ଏ ତିନି ଭାବର ସିଏ ହଉଛନ୍ତି କାରଣ। ପ୍ରକୃତି। ଆଉ ପୁରୁଷ ହଉଛି ସୁଖ ଦୁଃଖ ଭୋଗ କରିବାର, ଇଏ ହଉଛି କାରଣ। କିନ୍ତୁ ପୁରୁଷ ନିଜେ ଭୋକ୍ତା ନୁହନ୍ତି କି ଉପଭୋକ୍ତା ନୁହନ୍ତି। ସୁଖ ଭୋକ୍ତା ଉପଭୋକ୍ତାର ସିଏ ହଉଛନ୍ତି କାରଣ। କାହିଁକି ନା, ଯେହେତୁ ସେ ପ୍ରକୃତି ଭିତରେ ରହିକିରି ସିଏ ପ୍ରକୃତି କି ପରିଚାଳନା କରୁଛନ୍ତି। ମିଶିଗଲେ ସେ ଭୋଗ କଲେ ସବୁ ଶରୀର କରୁଛି, ପ୍ରକୃତି କରୁଛି। ପୁରୁଷ ସାକ୍ଷୀ ମାତ୍ରରେ, ତାକୁ ଖାଲି ସାକ୍ଷୀ ମାତ୍ର, ତାଙ୍କର କାରଣ ହେଇକି ରହିଛି। କାହିଁକି କାରଣ ହେଇଛି ନା, ଯେହେତୁ ସେ ପ୍ରକୃତି ସହିତ ଆଶ୍ରୟ କରିକି ରହିଛି, ତେଣୁ ସେ ସବୁ ଗୁଡାକ ତାର କାରଣ ହେଇକି ରହିଛି। ମୁଁ ତମକୁ ଗୋଟେ ଉଦାହରଣ ଦଉଛି, ତମେ ଜାଣିପାରିବ। ବୁଝିପାରିଲ? ତମେ ଗୋଟେ ଜାଗାରେ ବାଡିଆ ପିଟା ହଉଛି। ଯୋଉ ଜାଗାରେ ବାଡିଆ ପିଟା ହଉଛି, ତାର ଚୋର ମାଉସୀ ତାର ଅଲଗା ଜାଗାରେ ଛପିକି ରହିଛି। ଚୋର ମାଉସୀ କେବେ ବାଡିଆ ପିଟା କରୁନାହିଁ। ଚୋର ମାଉସୀ ତାର କାରଣ, ବାଡିଆ ପିଟା କରିବାର କାରଣ। ଚୋର ମାଉସୀ ନିର୍ଦ୍ଦେଶ ଦେଇଛି, ସିଆରେ ବାଡିଆ ପିଟା ହଉଛି। ଠିକ ସେମିତି ପୁରୁଷ କେବଳ ନିର୍ଦ୍ଦେଶ ଦିଏ। କାର୍ଯ୍ୟ କରଣ କର୍ତ୍ତା ସୁଖ ଏବଂ ଦୁଃଖ ଏଗୁଡାକୁ ସିଏ ନିର୍ଦ୍ଦେଶ ଦିଏ, କିନ୍ତୁ ସିଏ ସେଥିରେ କିଛି କାରଣ ସେ ସମ୍ପୃକ୍ତ ନୁହେଁ। ଯେମିତି ଚୋର ମାଉସୀ ନିର୍ଦ୍ଦେଶ ଦେଇକି ବାଡିଆ ପିଟା ଟିକେ କରିଦେଇକି ନିଜେ ଲୁଚିକି ରହୁଛି ଅଲଗା ହେଇକି, ପୁରୁଷ ସେମିତି ପ୍ରକୃତି କି କାର୍ଯ୍ୟରେ ନିଯୋଗ କରିକି ନିଜେ ଅଲଗା ହେଇକି ରହିଛନ୍ତି, ଖାଲି ସାକ୍ଷୀ ମାତ୍ରରେ ରହିଛନ୍ତି। କାରଣ ଅର୍ଥ ପୁରୁଷଙ୍କ ହେତୁ ସବୁ କରାଯାଉଛି, କିନ୍ତୁ ପୁରୁଷ ନିଜେ କରୁନି, ପ୍ରକୃତି ସବୁ କରୁଛି। ଆଚ୍ଛା, ଦେଖନ୍ତୁ ଆଜ୍ଞା, ଟିକେ ଭୁଲ ବୁଝିବେନି। ଏଠି ପୁରୁଷ ପ୍ରକୃତିସ୍ଥ ହୋଇ, ଅର୍ଥାତ୍ ଯେତେବେଳେ ପୁରୁଷଟା ପ୍ରକୃତିରେ ମିଶିଗଲା, ସେ ପ୍ରକୃତି ଦୋଷରୁ, ତାର ଗୁଣ ସଙ୍ଗ ଦୋଷରୁ ମୁଁ କହୁଛି ଶୁଣ, ତମେ ଗୁରୁ କରିଛ ନା? ଗୁରୁ କରିଛ ନା? ନାଇଁ, ମୁଁ ଆଜ୍ଞା ଗୁରୁ କରିନି। ସେଇ ସକାଶେ ତମେ ଆବୁରୁ ଥାବୁରୁ ମତେ ପଚାରୁଛ ଏବଂ ତମେ ମୋ କଥାକୁ ବୁଝିପାରୁନା। ଶୁଣ, ଯଦି ଗୁରୁ କରିଥାନ୍ତ ମୋ କଥାଟାକୁ ଠିକ ରୂପରେ ବୁଝାନ୍ତ। ତମେ ଇଆଡୁ ସିଆଡୁ ପଚାରୁଛ ତ, ମୁଁ ସେଇଥିପାଇଁ ଭାବୁଛି ମୁଁ ଇଆଡୁ ସିଆଡୁ ପୁରୁଷ ପ୍ରକୃତି ପୁରୁଷ କାହାକୁ କୁହନ୍ତି କୁହନି? ପୁରୁଷ କାହାକୁ କୁହନ୍ତି? ପୁରୁଷ ରାଜା ଆମର କର୍ତ୍ତା ଯିଏ। କିଏ ସେ ସିଏ? ପୁରୁଷର ଲକ୍ଷଣ କଣ? ପୁରୁଷ ତ ଆମର ଆତ୍ମା ପୁରୁଷ ଆଉ କଣ? ଆତ୍ମା ପୁରୁଷ, ଏଇଆକୁ ତମେ ବୁଝୁଛ?
ଆଉ କ'ଣ ବୁଝଉଛନ୍ତି? ତମେ ପୁରୁଷ ବୋଲିକି କ'ଣ ତମେ ତାକୁ ଅନୁଭବ କରିବ? ଗୁରୁ କଲେ ସିନା ଅନୁଭବ କରିବ। ତମେ ଖାଲି ପୁରୁଷ ବୋଲି ଗୋଟେ ଜାଣୁଛ ଆତ୍ମା ଗୋଟେ, ପ୍ରକୃତି ଆଉ ଗୋଟେ, ଏମିତି ବୁଝିଲେ କ'ଣ ଜିନିଷ ବୁଝି ହବ? ଆଚ୍ଛା ଆଚ୍ଛା ନାଇଁ, ପୁରୁଷ ନିଜେ ହଉଛନ୍ତି ସ୍ୱୟଂ କାଳ। ଆଚ୍ଛା ପୁରୁଷ ନିଜେ ହଉଛନ୍ତି ଜ୍ୟୋତି ସ୍ୱରୂପ। ହଁ ହଁ ପ୍ରକୃତି ହଉଛି ତାଙ୍କର ତରଙ୍ଗ। ତାଙ୍କ ତରଙ୍ଗ ଦ୍ୱାରା ସବୁ କାମ ହଉଛି। ପୁରୁଷ ଖାଲି ସାକ୍ଷୀ ରୂପରେ ରହିଛନ୍ତି। ତମକୁ ଗୋଟେ ଉଦାହରଣ ଦେଲି, ତମେ ବୁଝିପାରିଲନି। ମୁଁ କହିଲି ସୂର୍ଯ୍ୟ ରହିଛି ଆକାଶରେ, ସୂର୍ଯ୍ୟ କିରଣ ଦ୍ୱାରା ପୃଥିବୀରେ ସବୁ କାମ ହଉଛି, କିନ୍ତୁ ସେଇ କାର୍ଯ୍ୟର କାରଣ କିଏ? ସେ ସୂର୍ଯ୍ୟ। କିନ୍ତୁ ସୂର୍ଯ୍ୟ ନିଜେ କରୁନାହାନ୍ତି, ତାଙ୍କ ଦ୍ୱାରା ସବୁ କାର୍ଯ୍ୟ ହଉଛି। ହେଲା, ପୃଥିବୀ ହଉଛି ଶରୀର, ବୁଝିଲ କି? ଆତ୍ମା ହଉଛି ସୂର୍ଯ୍ୟ। ଆତ୍ମା ଶରୀର ଠାରୁ ଅଲଗା ହେଇକି ଶୂନ୍ୟରେ ବିଦ୍ୟମାନ ରହିଛନ୍ତି। ତାଙ୍କ ଆଲୋକପାତରେ ଶରୀରରେ ସବୁ ପ୍ରକାର ଚେତନାତ୍ମକ କାର୍ଯ୍ୟ ସମ୍ପାଦିତ ହଉଛି, କିନ୍ତୁ ପୁରୁଷ କିଛି କରୁନାହାନ୍ତି। ନାଇଁ, ସେଟା ବିଦ୍ୟୁତ ନିରାକାର ପୁରୁଷ ନା। ବାସ, ଯଦି ନିରାକାର ପୁରୁଷ, ତାହେଲେ ପୁଣି ସେ ଭୋକ୍ତା ହେବେ କେମିତି? ଉପଭୋକ୍ତା ହେବେ କେମିତି? ସୁଖ ଦୁଃଖ ପାଇବେ କେମିତି? ସୁଖ ଦୁଃଖ ଶୁଣ, ସୁଖ ଦୁଃଖ କାରଣ ମାନେ କାରଣଟାକୁ ତମେ ବୁଝିପାରୁନ। ତମକୁ ଦିଟା ଉଦାହରଣ ଦିଥର ଦେଇଛନ୍ତି। ସୂର୍ଯ୍ୟ ହଉଛି ପୃଥିବୀର କାରଣ, କିନ୍ତୁ କାରକ ନୁହେଁ। ବାସ, ସେଇଭଳି ପ୍ରକାରର ପୁରୁଷ ହଉଛି ପ୍ରକୃତିର କାରଣ, କିନ୍ତୁ କାରକ ହଉଛି ପ୍ରକୃତି। ସୁଖ ଭୋଗ କରୁଛି ପ୍ରକୃତି, ଦୁଃଖ ଭୋଗ କରୁଛି ପ୍ରକୃତି, ସବୁ ପ୍ରକୃତି କରୁଛି। ପୁରୁଷ ତାର କାରଣ। ପୁରୁଷ ଦ୍ୱାରା ପ୍ରକୃତି କାମ ଗୁଡା ସବୁ କରୁଛି, କିନ୍ତୁ ପୁରୁଷ ସେଥିରୁ ବିଲଗ ହେଇକି ରହିଛି। ସାକ୍ଷୀବାଦ ରହିଛି ଆଉ। ବାସ୍, କଥା ହଉଛି ଏଇଆ। ତମେ ଗୁରୁ କର, ଏଇ କଥା ବୁଝି ହବନି ସହଜରେ। ହଉ।